ମୁଁ ଅଭୟ କୁମାର ମୋର ଏଇ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ତ ଓପିଏସ୍ସି ବା ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ପକ୍ଷରୁ ଏକ ରିକ୍ରୁଟମେଣ୍ଟ ନ୍ୟୁଜ୍ଟି ଆସିଛି। ଯେଉଁ ରିକ୍ରୁଟମେଣ୍ଟ ନ୍ୟୁଜ୍ରେ ବା ଆଡ଼ଭର୍ଟାଇଜମେଣ୍ଟରେ ଲେକ୍ଚର୍ସ ରିକ୍ରୁଟମେଣ୍ଟ ପାଇଁ ମେନସନ୍ ଅଛି। ତେବେ ଏସ୍ଏସ୍ବି ତରଫରୁ ଏବେ ରିସେଣ୍ଟଲି ଲେକ୍ଚରସିପ୍ର ଏକ୍ଜାମ୍ ସରିଛି। ତେବେ ଇଏ ଆସିଛି ଓପିଏସ୍ସି ତରଫରୁ ବା ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ତରଫରୁ ଆସିଛି। ତ ଆମେ ଡିଟେଲରେ ଜାଣିବା, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଲାଇକ୍ ସବସ୍କ୍ରାଇବ୍ ସେୟାର କରନ୍ତୁ। ତେବେ ଦେଖନ୍ତୁ ଏଠି ସ୍ପଷ୍ଟ ମେନସନ୍ ଅଛି ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ। ଡେଟ୍ କଥା ଯଦି ଦେଖିବା 12/12/2023 ଅର୍ଥାତ୍ ରିସେଣ୍ଟଲି ଆସିଥିବା ଏକ ନୋଟିସ୍। ଏହାର ସବଜେକ୍ଟ ମଧ୍ୟ ଆମେ ସ୍ପଷ୍ଟ ଏଠି ମେନସନ୍ ଅଛି, ପଢ଼ିଦେବା। କରିଜେଣ୍ଡମ୍ ଟୁ ଆଡ଼ଭର୍ଟାଇଜମେଣ୍ଟ ନମ୍ବରଟି ଏଠି ରହିଛି 2023-24 ଫର୍ ରିକ୍ରୁଟମେଣ୍ଟ ଟୁ ଦ post of lectures in 13 different disciplines under OT and TS cadre। ତ 13 ଗୋଟି ଡିଫରେଣ୍ଟ ଡିସିପ୍ଲିନ୍ ବା ସବଜେକ୍ଟ ଉପରେ ଆସିଛି ଲେକ୍ଚରସିପ୍। ତ ଆମେ ଦେଖିବା କ'ଣ ଅଛି। ତ ମୁଁ ଆକୁ ପଢ଼ି ସାରିଛି ଅଲରେଡ଼ି। 168ଟି ପୋଷ୍ଟ ଅଛି। ମୁଁ ଧୀରେ ଧୀରେ ସ୍କ୍ରୋଲ୍ ଡାଉନ୍ କରି ଦେଖେଇବି। ତ ଯେଉଁମାନେ ଦେଖୁଛନ୍ତି ସେମାନେ ସବୁ ଜିନିଷ ଭଲ ଭାବରେ ଜାଣି ରଖିବା ଦରକାର ଯେ ଇଏ ହେଉଛି ଡାଇରେକ୍ଟ ରିକ୍ରୁଟମେଣ୍ଟ ଏବଂ ଏହାର ନମ୍ବର ଅଫ୍ ପୋଷ୍ଟ ଆମେ ଦେଖିବା। ଦେଖନ୍ତୁ ଟୋଟାଲ ପୋଷ୍ଟ ଅଛି 168 ଏବଂ ଓମେନ୍ଙ୍କ ପାଇଁ ରହିଛି 55ଟି। ତେବେ ଆମେ ଦେଖିବା ଯେ କେଉଁ ସବଜେକ୍ଟରେ କେତୋଟି ପୋଷ୍ଟ ଅଛି। ଦେଖନ୍ତୁ ପ୍ରଥମ ଏଠି ଲେଖା ଅଛି କି ସିଭିଲ୍ ଇଞ୍ଜିନିୟରିଂ, ଯେଉଁଥିରେ କି ସମୁଦାୟ 34 ଗୋଟି ପୋଷ୍ଟ ଅଛି। ଏସ୍ଟିର 7ଟି ଅଛି, ଓମେନ୍ ପାଇଁ 2ଟି। ଏସ୍ସିର 7ଟି ଅଛି, ଓମେନ୍ ପାଇଁ 2ଟି। ଏସ୍ସିବିସିର 4 ଗୋଟି ଅଛି, ଓମେନ୍ ପାଇଁ 1ଟିଏ। ଅନରିଜର୍ଭର 16ଟି, ଓମେନ୍ଙ୍କ ପାଇଁ 6ଟି ରହିଛି। ସେହିପରି ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ କଥା ଯଦି ଆମେ ଦେଖିବା, ଦେଖନ୍ତୁ ଟୋଟାଲ 32ଟି। ଏସ୍ଟି ପିଲାଙ୍କ ପାଇଁ ରହିଛି 9ଟି ଏବଂ ଏସ୍ଟି ଓମେନ୍ ପାଇଁ ରହିଛି 3ଟି। ଏସ୍ସି ପିଲାଙ୍କ ପାଇଁ ରହିଛି 4ଟି, ଏସ୍ସି ଓମେନ୍ ପାଇଁ 1 ରହିଛି। ଏସ୍ସିବିସି ପାଇଁ ରହିଛି 3ଟି, ଅନରିଜର୍ଭ ପାଇଁ ରହିଛି 16ଟି। ସେହିପରି ଯଦି ଆମେ ମେକାନିକାଲ ଇଞ୍ଜିନିୟରିଂ କଥା ଦେଖିବା, ଟୋଟାଲ 40 ଗୋଟି ରହିଛି ପୋଷ୍ଟ। ଏସ୍ଟି 12, ଏସ୍ସି 7, ଏସ୍ସିବିସି 4, ଅନରିଜର୍ଭ ରହିଛି 17ଟି। ସେହିପରି ଇଲେକ୍ଟ୍ରୋନିକ୍ସ ଟେଲିକମ୍ୟୁନିକେସନ ଇଞ୍ଜିନିୟରିଂରେ ମଧ୍ୟ 18 ଗୋଟି ପଦବୀ ଅଛି ଏବଂ ଯେଉଁଥିରେ ଏସ୍ଟି 7ଟି ରହିଛି, ଏସ୍ସି 4ଟି, ଏସ୍ସିବିସି 1, ଅନରିଜର୍ଭରେ 6ଟି ରହିଛି। ସେହିପରି କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ କଥା ଯଦି ଦେଖିବା 5 ନମ୍ବର, ତ ଟୋଟାଲ ପୋଷ୍ଟ ଅଛି 7ଟି। ଏସ୍ଟିର 2ଟି, ଏସ୍ସିର 3ଟି, ଏସ୍ସିବିସିର ନାହିଁ, ଅନରିଜର୍ଭରେ 2ଟି। ଆଉ ସେହିପରି ମ୍ୟାଥମେଟିକ୍ସ କଥା ଯଦି ଦେଖିବା, ଯେଉଁ ସାଇନ୍ସ ପିଲାମାନେ ବା ଆର୍ଟ୍ସ ପିଲାମାନେ ଯାହାଙ୍କର ମ୍ୟାଥମେଟିକ୍ସ ଥିବ ଅନର୍ସ ବା ଯେଉଁମାନେ ମ୍ୟାଥମେଟିକ୍ସରେ ପିଜି କରିଥିବେ, ତ ସେମାନଙ୍କର ଟୋଟାଲ ପୋଷ୍ଟ ଅଛି 8ଟି। ଏସ୍ଟି ପାଇଁ 4ଟି, ଏସ୍ସି ପାଇଁ 2ଟି, ଅନରିଜର୍ଭରେ ଅଛି 2ଟି। ସେପରି ଫିଜିକ୍ସ ମଧ୍ୟ ଏଠି ମେନସନ୍ ଅଛି କି ସମୁଦାୟ 10ଟି ଆସିଛି ପଦବୀ ଫିଜିକ୍ସରେ। ତ ଏସ୍ଟି ପାଇଁ 2ଟି, ଏସ୍ସି 2ଟି, ଏସ୍ସିବିସି 1, ଅନରିଜର୍ଭର 5ଟା। ସେପରି କେମିଷ୍ଟ୍ରି ଅଛି 8 ନମ୍ବରରେ, ଯେଉଁଟାକି ସମୁଦାୟ 8ଟି ଭ୍ୟାକାନ୍ସି ଅଛି ବା ପଦ ଅଛି। ଏସ୍ଟିରେ 2ଟି, ଏସ୍ସିରେ 2ଟି, ଏସ୍ସିବିସି ଅଛି 2ଟି, ଅନରିଜର୍ଭରେ ଅଛି 2ଟି। ସେପରି ଦେଖାଉଛି ଆଉ ମଧ୍ୟ ଏଠି ମେନସନ୍ ଅଛି କି ଅଟୋମୋବାଇଲ ଇଞ୍ଜିନିୟରିଂରେ ସମୁଦାୟ 2ଟି ଅଛି, ଯେଉଁଥିରେ ଏସ୍ସିରେ 1 ରହିଛି, ଅନରିଜର୍ଭରେ 1 ରହିଛି। କେମିକାଲ ଇଞ୍ଜିନିୟରିଂରେ ମଧ୍ୟ 1 ପଦବୀ ଅଛି। ମେଟ୍ରୋଲୋଜିରେ ଅଛି 4ଟି, ମାଇନିଂ ଇଞ୍ଜିନିୟରରେ ଅଛି 2ଟି, ଜିଓଲୋଜିରେ ଅଛି 2ଟି। ତ ଏଇଭଳି ଭାବରେ ଓପିଏସ୍ସି ତରଫରୁ ଓପିଏସ୍ସି ବା ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ପକ୍ଷରୁ ରିକ୍ରୁଟମେଣ୍ଟ ଆସିଛି, ଲେକ୍ଚର ରିକ୍ରୁଟମେଣ୍ଟ। ଏହା ତ ଅଲରେଡ଼ି ଷ୍ଟାର୍ଟ ହେବ। ମୁଁ ଯାହା ବି ସବୁ ଇନଫର୍ମେସନ୍ ପ୍ରୋଭାଇଡ଼ କରିବି। ତ ସମୁଦାୟ କେତୋଟି ପଦବୀ ଅଛି ନା 168ଟି ଅଛି। ବିଭିନ୍ନ ସବଜେକ୍ଟକୁ ନେଇ 168ଟି ଅଛି। ତ ଯେଉଁମାନେ ଆପ୍ଲାଏ କରିବାକୁ ଚାହୁଁଛନ୍ତି ନିହାତି ସବୁବେଳେ ଚ୍ୟାନେଲ ସହିତ ଯୋଡ଼ି ହିଁ ରୁହନ୍ତୁ। କେତେବେଳେ କ'ଣ ଇନଫର୍ମେସନ୍ ଆସିବ ମୁଁ ନିହାତି ଜଣାଇବି ଏବଂ ଏହାର କେବେ ଆପ୍ଲାଏ ଡେଟ୍ ମଧ୍ୟ ଆସିବ ସବୁକିଛି ମୁଁ ମୋର ଏଇ ଚ୍ୟାନେଲ ମାଧ୍ୟମରେ ପ୍ରୋଭାଇଡ଼ କରିବି। ତ ଯେଉଁମାନେ
ଚାହୁଁଛନ୍ତି OPSC ଲେକ୍ଚରସିପ୍ରେ ଅଂଶଗ୍ରହଣ କରିବା ପାଇଁ, ତ ସେମାନେ ନିହାତି ନିଜକୁ ପ୍ରସ୍ତୁତ କରନ୍ତୁ ଏବଂ ସବୁବେଳେ ଚ୍ୟାନେଲ୍ ସହିତ ମଧ୍ୟ ଯୋଡ଼ି ହୋଇ ରୁହନ୍ତୁ। ସବୁବେଳେ ଯେତେବେଳେ ଯାହା ଇନଫର୍ମେସନ୍ ଆସିବ ସବୁଠୁ ଫାଷ୍ଟ ଆମେ ଚେଷ୍ଟା କରୁଛୁ ଇନଫର୍ମେସନ୍ ଦେବା ପାଇଁ। ତେବେ ଏଇ ନୋଟିସ୍ରେ ଏହା ହିଁ ମୁଖ୍ୟ କଥା ଯେ OPSC ତରଫରୁ ଲେକ୍ଚର ରିକ୍ରୁଟମେଣ୍ଟ ଆସିଛି ଏବଂ ଯେଉଁ ରିକ୍ରୁଟମେଣ୍ଟରେ ବିଭିନ୍ନ ସବଜେକ୍ଟରେ ସବୁ ପଦବୀ ରହିଛି। ତେବେ ଏଇଭଳି ଭାବରେ ନୋଟିଫିକେସନ୍ଟେ ଅଛି। ତେବେ ଆଶା କରୁଛି ନିହାତି ଭିଡ଼ିଓଟି ସମସ୍ତଙ୍କୁ ଭଲ ଲାଗିଥିବ। ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ସମସ୍ତଙ୍କୁ ଧନ୍ୟବାଦ।